ମାନେ ଆଜି ଆମେ ବନ୍ଧୁଙ୍କୁ ପତ୍ର ଚାପ୍ଟର ଅଭ୍ୟାସ ପ୍ରଶ୍ନ ଉତ୍ତର କରିବା। ତାହେଲେ 1 ନମ୍ବର ଆମକୁ ଦେଇଛି ଜିତେନ୍ଦ୍ର କାହାକୁ ଚିଠି ଲେଖିଥିଲା ଓ ସେଥିରେ କ'ଣ ଲେଖିଥିଲା। ପିଲାମାନେ ଆମେ ଜାଣିଛେ ଜିତେନ୍ଦ୍ର ତାର ବନ୍ଧୁ ସିଦ୍ଧାର୍ଥଙ୍କୁ ଚିଠି ଲେଖିଥିଲା। ସେଥିରେ ସେ ଖରା ଛୁଟିରେ ଯେଉଁ ସ୍ଥାନକୁ ବୁଲିବାକୁ ଯାଇଥିଲା ଏବଂ ଯେଉଁ ସବୁ କାର୍ଯ୍ୟ କରିଥିଲା ସେହି ବିଷୟରେ ଲେଖିଥିଲା। 2 ନମ୍ବର ପ୍ରଶ୍ନ, ଜିତେନ୍ଦ୍ର ଛୁଟି କଟାଇବାକୁ କେଉଁଠାକୁ ଯାଇଥିଲା। ତାହେଲେ ଉତ୍ତର ହେଲା ଜିତେନ୍ଦ୍ର ଛୁଟି କଟାଇବାକୁ ମାମୁଁ ଘରକୁ ଯାଇଥିଲା। 3 ନମ୍ବର ପ୍ରଶ୍ନ, ତୁମେ ଏ ବର୍ଷ ଗ୍ରୀଷ୍ମ ଛୁଟି କଟାଇବାକୁ କେଉଁଠାକୁ ଯାଇଥିଲ କୁହ। ଏଇଟା ପିଲାମାନେ ନିଜେ ଲେଖିବ। ମୁଁ ଏ ବର୍ଷ ଗ୍ରୀଷ୍ମ ଛୁଟି କଟାଇବାକୁ ମାଉସୀ ଘରକୁ ଯାଇଥିଲି। ଯିଏ ମାମୁଁ ଘରକୁ ଯାଇଥିଲା ମାମୁଁ ଘରକୁ ଲେଖିବ, ଯିଏ ଅପା ଘରକୁ ଯାଇଥିଲା ସେଇଠି ସେଇ ଜାଗା ଲେଖିବ। 4 ନମ୍ବର ପ୍ରଶ୍ନ, ଶାରୀରିକ ଶ୍ରମ ପାଇଁ ମାମୁଁ ତାକୁ କ'ଣ କ'ଣ କରିବାକୁ କହୁଥିଲେ। ଶାରୀରିକ ଶ୍ରମ ପାଇଁ ମାମୁଁ ତାକୁ ଚାଲିବା, ଖେଳିବା, ସାଇକେଲ ଚଳାଇବା, ଦୌଡ଼ିବା ଏବଂ ପହଁରିବା ପାଇଁ କହୁଥିଲେ। 5 ନମ୍ବର ପ୍ରଶ୍ନ, ତୁମେ କେଉଁ ସବୁ ସ୍ଥାନକୁ ବୁଲିବାକୁ ଯାଇଛ ତାହାର ନାମ ଲେଖ। ମୁଁ ପୁରୀ, କୋଣାର୍କ, ଧବଳେଶ୍ୱର, ପଞ୍ଚଲିଙ୍ଗେଶ୍ୱର, ବିରଜା ମନ୍ଦିର। ତମେ ଯାହା ବି ଯୁଆଡ଼େ ବୁଲିବାକୁ ଯାଇଛ ଏଠି ଲେଖିପାରିବ। ତାପରେ ଚିନ୍ତା କର ଓ ଲେଖର। 1 ନମ୍ବର ପ୍ରଶ୍ନ, ଏହି ପତ୍ରରୁ ପୁରୀ ସହର ବିଷୟରେ କ'ଣ ସବୁ ଜାଣିବାକୁ ମିଳିଲା। ତାହେଲେ ଏହି ପତ୍ରରୁ ଆମେ ଜାଣିବାକୁ ପାଇଲେ ପୁରୀ ସହର ବିଷୟରେ ମୁଁ ଜାଣିବାକୁ ପାଇଲି ଯେ ପୁରୀଠାରୁ କିଛି ଦୂରରେ ଚନ୍ଦ୍ରଭାଗା ନଦୀ ବହିଯାଇଛି। ସେହି ନଦୀ ମୁହାଣରେ କୋଣାର୍କ ମନ୍ଦିର ଅଛି। ରାଜା ନରସିଂହ ଦେବ 1200 ବଢ଼େଇଙ୍କୁ ଲଗାଇ ଏହି ମନ୍ଦିର ତିଆରି କରିଥିଲେ। ଏଠାରେ ସୂର୍ଯ୍ୟ ଦେବତାଙ୍କୁ ପୂଜା କରାଯାଏ। ମନ୍ଦିରଟି ଦେଖିବାକୁ ଠିକ୍ ଗୋଟିଏ ରଥ ପରି। ସେହି ରଥରେ 7ଟି ଘୋଡ଼ା ଓ 24ଟି ଚକ ରହିଛି। 2 ନମ୍ବର, ଶାରୀରିକ ପରିଶ୍ରମ କରିବା କାହିଁକି ଆବଶ୍ୟକ। ତୁମେ ପ୍ରତିଦିନ ଶାରୀରିକ ପରିଶ୍ରମ କରୁଛ କି। ଶାରୀରିକ ପରିଶ୍ରମ କରିବା ଦ୍ୱାରା ଦେହ ଓ ମନ ସୁସ୍ଥ ରହିଥାଏ। କାମ କରିବାକୁ ମଧ୍ୟ ଆଗ୍ରହ ହୋଇଥାଏ। ତେଣୁ ଶାରୀରିକ ପରିଶ୍ରମ କରିବା ଆବଶ୍ୟକ। ହଁ, ମୁଁ ପ୍ରତିଦିନ ଶାରୀରିକ ପରିଶ୍ରମ କରୁଅଛି। 3 ନମ୍ବର ପ୍ରଶ୍ନ, ଜିତେନ୍ଦ୍ର କେଉଁ ସବୁ ଖେଳ ଖେଳେ ବୋଲି ସାଙ୍ଗକୁ ଲେଖିଥିଲା। ଜିତେନ୍ଦ୍ର କ୍ରିକେଟ, କବାଡ଼ି, ଖୋଖୋ ପରି ଖେଳ ଖେଳେ ବୋଲି ସାଙ୍ଗକୁ ଲେଖିଥିଲା। 4 ନମ୍ବର ପ୍ରଶ୍ନ, ତୁମକୁ କେଉଁ ଖେଳ ଖେଳିବାକୁ ଭଲ ଲାଗେ ସେଗୁଡ଼ିକର ନାମ ଲେଖ। ମୋତେ କବାଡ଼ି, ବୋଉଚୋରି, ଛୋଟିପାରା, ମେରିଖୁଣ୍ଟ ଆଦି ଖେଳ ଖେଳିବାକୁ ଭଲ ଲାଗେ। ତମକୁ ଯାହା ଖେଳ ବି ଭଲ ଲାଗେ, କ୍ରିକେଟ, ଫୁଟବଲ, ତାହା ସବୁ ଲେଖିବ। ବୁଝିଲା। ଯାହା ଲେଖା ହେଇଛି ତାହା ଲେଖିବ ନାହିଁ। ସମସ୍ତଙ୍କ ଆନ୍ସର ଅଲଗା ଅଲଗା ଲେଖିବ। ତାପରେ ଦେଇଛି ପିଲାମାନେ, ତୁମେ ଯେଉଁ ପ୍ରସଙ୍ଗଟି ପଢ଼ିଲ ସେଥିରେ କେତେକ ଖେଳର ନାମ ଅଛି। ସେ ସାରଣୀରୁ ବାଛି ତିଆରି କର। ସେ ଗୋଟେ ଆମକୁ ଦେଇଦେଇଛି କ୍ରିକେଟ। ତାହେଲେ ଆମେ ଆଉ ଗୋଟେ କରିପାରିବା କି ନାହିଁ, କବାଡ଼ି। ବୁଝିଲା। ତାହେଲେ ଲେଖିଦେବ କବାଡ଼ି। ଆଉ କ'ଣ ଦେଖିଆ କରିପାରିବ ମୋତେ କହିଲ। ଏଇଠି ନା ସାର୍ ଏଇଠି କରିପାରିବୁ ଫୁଟବଲ। ଜାଣିପାରୁଛଟି ଫୁଟବଲ କେମିତି ହେଲା। ତାହେଲେ ଲେଖିଦେବା ଫୁଟବଲ। ବୁଝିଲା। ତାପରେ ଏଇଠି ଦେଖ ଲେଖିପାରିବା ଖୋଖୋ। ହେଲା, ଖୋ ଖୋ। ଆଉ କ'ଣ କରିପାରିବା ମୋତେ କହିଲ ଦେଖିଆ। ଆକୁ ଓଲଟେଇବା। ଆକୁ ଓଲଟେଇକି ଲେଖିଲେ ଲୁଡୁ। ବୁଝିଲା, ଲୁଡୁ। ଆଉ କ'ଣ କହିଲ ଦେଖିଆ ମୋତେ କୁହ। ଦେଖ ଆଉ ଗୋଟେ କ'ଣ କରିପାରିବା ଆମେ, ଭଲି। ବୁଝିଲା, ଆମେ ଭଲି ଖେଳିଥିବା। ହେଲା, ତାହେଲେ ଆଉ ଗୋଟେ ହେଲା ଭଲି। ବୁଝିଲା ତ। ତାପରେ 2 ନମ୍ବର, ତୁମ ବିଦ୍ୟାଳୟରେ ତୁମେ କେଉଁ ସବୁ ଖେଳ ଖେଳିବାକୁ ଭଲ ଲାଗ। ପିଲାମାନେ ଏଇଠି ଯାହା ଉପରେ ଲେଖା ହେଇଛି ତାହା ଏକ୍ଜାକ୍ଟ ଲେଖିଦେବ। କ୍ରିକେଟ,
फुटबॉल बुझीगला भॉलीबॉल तुम जहाँ कबाड़ी जहाँ तब सब लिखिद तापर 3 नंबर प्रसंग रे थिबा र फला युक्त शब्द बाछि लेख और वाक्य गठन कर जेपरी रथयात्रा आम लेखिबा और वाक्य गठन करिबा बुझिला तो ताहले प्रिय र फला है खाली ता बोली र थिले हबनी है र फला प्रियर राजू मोर शुभेच्छा नबू एक्सप्रेस सेमती एक्सप्रेस लिखिपर आमे वंदे भारत एक्सप्रेस रे बसी पुरी गलु प्रसिद्ध जगन्नाथ मंदिर पाई पुरी प्रसिद्ध अटे प्रतिदिन प्रतिदिन सकाळु मु मो भाई जोग एवं व्यायाम करुचु आग्रह जोग व्यायाम करने द्वारा कार्य करने को आग्रह होता है सबू लिख प्रसंग जेतक अच्छी क्रिकेट क्रिकेट मोर प्रिय खेल अटे पत्र आजिकाली लोक माने आउ चिट्ठी पत्र लिखा पसंद करूना सूर्य सूर्य सकल शक्तिर आधार अटे वर्षर 12 वर्षर बालक धर्मपद कोणार्क मंदिर मुंडी मारी धर्मपद धर्मपद कोणार्क मंदिर मुंडी मारी ये भाव में लिखिब तापर खरे देइछि रेफ युक्त शब्द को बाछि लेख और वाक्य गठन कर ताहले कोणार्क ए वर्ष खरा छुट्टी रे आमे पुरी और कोणार्क बुलिबाकू जाइथिलु प्रतिवर्ष पुरी रे विश्व प्रसिद्ध रथयात्रा पालित होइथाए 4 नंबर प्रश्न शब्दर शेष अक्षर को नहीं नुआ शब्द गढ़ा और लिखा से दे देछि घर तापरे से गला रस है सरे मते कहल सरे कौन लिखिपर स्वर्ग है आम नॉर्मल वर्ड लिखा आम लिखा सवारी बुझेगा पुणी रे पहला रे कौन लिखिपर कहल देखिया रत्न कौन लिखिपर रत्न है तरे तरे कौन तराजू बुझेगा जरे जरे आम लिखिपर जूस तापरे तले दि जाइथिबा कोठरी रे नाम को बुझाउथिबा शब्द को खोजी रंग दियो ताले सिद्धार्थ बुझेला ये रंग देदेव पुरी गोटे नाम को बुझेला बुझेला जितेंद्र गोटे ना को बुझेला कोणार्क गोटे ना को बुझेला कटक गोटे ना को बुझेला बुझेला बेलरपा भी गोटे ना को बुझेला ताले ये तो आम रंग देदेबा तापरे जानिबा में अधिक जानिबा कथा ओडिशा रे थिबा प्रसिद्ध पर्यटन स्थल गुड़िकर नाम जेपरी कोणार्क लिंगराज गुप्तेश्वर आउ केतोटी आमे लेखिबा लेख पंचलिंगेश्वर कपिलास घटगाँ तारिणी माँ समलेश्वरी बिरजा मंदिर महाविनायक मंदिर तारा तारिणी जगन्नाथ मंदिर 2 नंबर तुम अंचल पर्यटन स्थल नाम लेख पिला माने एटा निज निज अंचल लिखिब है किसी भी उल्टा पुल्टा लिखनी तो यहाँ सार आग हे ना तुम निज निज मु आम अंचल लिखुची मन भट्टारिका देवझर बुझेला महाकाली पीठ बुझेला तमें तुम अंचल जार जजपुर है माँ बिरजा पीठ तुम जहाँ जो से लिखिब 3 नंबर पिला माने निजे करिवो जेउ जेउ खेल तुम गीत गायकी है खेल से खेलटा सेटा लिखिबो है 4 नंबर चित्र देखी आम तल कोठरी चित्र गुड़िकर नाम लिखा पिला माने एटा हमर पोस्ट कार्ड बुझेला पोस्ट कार्ड एला पोस्ट फॉर्म ये लफापा ये महात्मा गांधी बुझेला तापरे तुम्हें दशहरा छुट्टी किपरि पालन कल से विषय वर्णना करी तुम सांग निकट गोटे पत्र लिखा पिला माने एठी तमें निज तुम सांग ना लिख प्रियर राजू मु लिखी तुम मो मन लिख सोहम बुझेला तुम तुम निज ना ऊपर स्थान और तारीख दब स्नेह भरा शुभेच्छा नबू मौसा मौसी को कौन मोर प्रणाम जनाई दबू ए वर्ष मु किपरि दशहरा पर्व पालन कली ताहा चिठी रे वर्णना करुछि।
ତାହେଲେ ଦଶହରା ସମୟଟି ମୋ ପାଇଁ ଖୁବ୍ ଆନନ୍ଦମୟ ଥିଲା। ପ୍ରଥମେ ମୁଁ ପରିବାର ସହିତ ମନ୍ଦିରକୁ ଯାଇ ମା ଦୁର୍ଗାଙ୍କ ପୂଜା କଲି। ପ୍ରତ୍ୟେକ ସନ୍ଧ୍ୟାରେ ପେଣ୍ଡାଲ ବୁଲିଲି। ମେଢ଼ଗୁଡ଼ିକର ସୁନ୍ଦର ସଜବାଜ ଦେଖି ମନ ଖୁସି ହୋଇଗଲା। ସାଙ୍ଗମାନଙ୍କ ସହିତ ମିଶି ଭୋଗ ଖାଇଲି। ନାଚ ଗୀତର କାର୍ଯ୍ୟକ୍ରମ ଉପଭୋଗ କଲି। ନୂଆ ପୋଷାକ ପରିଧାନ କରିବା, ପରିବାର ସହିତ ଆଲୋକିତ ବଜାର ଘୂରିବା ମଧ୍ୟ ଏକ ମନୋହର ଅନୁଭୂତି ଥିଲା। ଏହିପରି ଭାବରେ ମୁଁ ଦଶହରା ପର୍ବ ପାଳନ କଲି। ଏତିକି ଲେଖି ତୋର ପ୍ରିୟ ସାଙ୍ଗ ତମେ ଯାହା ଲେଖିବ ମୋର ହୋମ୍ ଲେଖିଲି ହେଲା। ତାପରେ ଠିକଣା, ପ୍ରେରକ ଏବଂ ପ୍ରାପକ ହେଲା। ତାପରେ ଏଠି ନାଁ, ଏପଟେ ନାଁ ଠିକଣା, ସାଙ୍ଗ ନାଁ, ଗାଁ ଠିକଣା ସବୁ ଲେଖିକି ପିନକୋଡ଼ ଲେଖିକି ସାରିବ। ବୁଝି ହେଉଛି ତ? ତାହେଲେ ବିଷୟଟି ଆମର ସମ୍ପୂର୍ଣ୍ଣ ସରିଗଲା। ଭିଡ଼ିଓ ଭଲ ଲାଗିଥିଲେ ଲାଇକ୍ କରିଦେବ ଏବଂ ଚ୍ୟାନେଲକୁ ନୂଆ ଆସିଥିଲେ ଆମର ସବସ୍କ୍ରାଇବ୍ କରିଦେବ।